କିଛି ଦିନ ପରେ ଭଦ୍ର ଐତିହାସିକ କାଳୀ ପୂଜା ଚରମ୍ପାରେ ଦେଖା ପାଇବେ ଆପଣମାନେ। ତାପରେ ଖୁସିର କଥା ଯେ ଏଥର 9 ଦିନ ଆମର ଭଦ୍ରକର କାଳୀ ପୂଜା ମେଢ଼ ହେବ। ଦେଖିପାରୁଥିବେ କେମିତି ସୁନ୍ଦର ଯେଉଁ କାରୁକାର୍ଯ୍ୟ ହେଇଛି, କାରିଗର ମାନେ ବନେଇଛନ୍ତି ଆମର ମା ଭଦ୍ରକାଳୀ ଚରମ୍ପାଠାରେ। ଇଏ ହେଉଛି ପଥରକାଳୀ ପଡ଼ିଆର ହାଇସ୍କୁଲ, ପଥରକାଳୀ ପଡ଼ିଆର ଇଏ ହେଉଛି କାଳୀ ମନ୍ଦିର, ଯାହାକି 9 ଦିନ ଠାକୁର ପୂଜା ପାଇବେ। ବହୁତ କାହିଁ କେତେ ଦୂରରୁ ସବୁ ଦର୍ଶକ ଆସନ୍ତି, ଦେଖିକି ଯାଆନ୍ତି ତାଙ୍କର କାଳୀ ପୂଜା ମେଢ଼ ଭିତରେ। ଆଉ ମୁଖ୍ୟ ଆକର୍ଷଣ ଯାତ୍ରା ଦେଖିପାରିବେ, ଯାତ୍ରାର ବହୁତ ମଜା ସାରା ନେଇପାରିବେ। ଦେଖିପାରୁଥିବେ କେମିତି କାରୁକାର୍ଯ୍ୟ ହେଇଛି ବାଉଁଶରେ, ଆମର ତୋରଣ କେମିତି ଚାଲିଛି ସଜାସଜି। ତୋରଣ ଆଉ କିଛି ଦିନ ଭିତରେ ତୋରଣ କ୍ଲିୟର ହେଇଯିବ, ଯାଇକି ଲୋକମାନେ କାହିଁ କେତେ ଦୂରରୁ ଆସିବେ ଯାତ୍ରା ଦେଖିବା ପାଇଁ। ଦେଖିପାରୁଥିବେ ଚରମ୍ପାରେ କେମିତି ଯାତ୍ରାର ଭଦ୍ରକାଳୀ ଯାତ୍ରା କେମିତି ପ୍ରସ୍ତୁତ। ଦେଖିବେ ପାମ୍ପିଟ କେତେ ଭଦ୍ରକର ଚରମ୍ପାଠାରେ କାଳୀ ପୂଜା ପାଇଁ ଯାତ୍ରାର ମଜା ନେଇପାରିବେ ଆପଣ 9 ଦିନ ଧରି।